ସଂସାର ଆମେ କାହାକୁ କହିବା ଦନ୍ତେଶ୍ୱର ଅନୁସାର ଦେଲେ ସଂ ସ୍ୱାକରେ ସା ର ସଂ ଅର୍ଥାତ ଦୁଃଖ ଯେଉଁ ସ୍ଥାନରେ ଦୁଃଖଟା ହେଲା ସାର ଇଏ ହେଲା ସଂସାର ଇଏ ପୁଣି ଅଢେଇ ଦିନିଆ ସଂସାର ଏ ସଂସାରକୁ ଆସିଛି ଦିନେ ଚାଲିଯିବା ଦିନେ ରହିବା ମାତ୍ର ଓଳି ନା ନାଇଁ ତେଣୁ ଦୁର୍ଲଭ ମାନବ ଜୀବନଟିଏ ପାଇକରି ଆମେ ସଂସାରକୁ ଆସିଛେ ବାପା ମାନବ ଆମେ କାହାକୁ କହିବା ମାନବ ଆମେ କାହାକୁ କହିବା ଯିଏ 9 ଜଣ ମାକୁ ମାନିବ ଆମେ ତାକୁ ମାନବ କହିବା ହେଲା ବାପା 9 ଜଣ ମାକୁ ମାନିଲେ ମାନବ ତାହେଲେ ସେ 9 ଜଣ ମା କିଏ ସେ 9 ଜଣ ମା କିଏ କହନ୍ତୁ ନାଇଁ গঙ্গায়ন ধরণী গঙ্গায়ন ধরণী মাতা গর্ভধারিণী জন্মদাত্রী অন্নদাত্রী বীণাতন্ত্রী লক্ষ্মী গুরুপত্নী পরদারে বাপা 9 জন মাକୁ ମାନିଲେ ଆମେ ତାକୁ ମାନବ କହିବା 9 ଜଣ ମା ହେଲେ କିଏ ଜାମ୍ବାବୁ ଗଣ ନାଇଁ କଲେ ଗଙ୍ଗାୟା ଗଙ୍ଗା ହେଲେ ଜଣେ ମା ଧରଣୀ ବସୁମତୀ ପୃଥିବୀ ହେଲେ ଜଣେ ମା କେତେ ହେଲା 2 ଗଙ୍ଗାୟା ଧରଣୀ ଶୈବ ଗୋମାତା ଗାଈ ହେଲେ ଜଣେ ମା ସେ ଜାଣିକି ହାତ ଯୋଡି କହିଦଉଛି ଆଜ୍ଞା ଆଗକୁ ଆଉ ଅସୁବିଧା ନଥିବ ତ ସେଠି ହାତ ଯୋଡି ଦେଲା ଏମାନେ ଅଜ୍ଞାନ ଦେବତା ଲେହାଙ୍କ ଦେହେ ଜ୍ଞାନ ଶୁଣାଓ ଧବ ମନ ଦେ ଆଜ୍ଞା ଗଙ୍ଗା ହେଲେ ଜଣେ ମା ବସୁମତୀ ପୃଥିବୀ ହେଲେ ଜଣେ ମା ନାଇଁ ଗଙ୍ଗା ଗୋମାତା ହେଲେ ଜଣେ ମା 3 ଗୋମାତା ଗର୍ଭଧାରିଣୀ ଜନ୍ମଦାତ୍ରୀ ଯେଉଁ ମା 10 ମାସ 10 ଦିନ ଗର୍ଭରେ ଧାରଣ ଦେଇ ଜନ୍ମ ହେଲା ସିଏ ହେଲେ ଜଣେ ମା 4 ଅନ୍ନଦାତ୍ରୀ ସୁଧାତୁର ସମୟରେ ଭୋକିଲା ସମୟରେ ଯେଉଁ ମହିଷୀ ମା ମୁଠାଟେ ଖାଇବାକୁ ଦିଅନ୍ତି ସିଏ ହେଲେ ଜଣେ ମା 5 ନାଇଁ ବାଗଦେବୀ ସରସ୍ୱତୀ ହେଲେ ଜଣେ ମା 6 ଲକ୍ଷ୍ମୀ ହେଲେ ଜଣେ ମା 7 ଗୁରୁ ପତ୍ନୀ ଗୁରୁ ମା ବୋଲି କହୁଛେ ଆମେ 8 ନାଇଁ ପରଦାସୁ ଆଉ ଯେତେକ ଅନେକ ମହିଷୀ ମହିଳା ମାନେ ରହିଲେ ସିଏ ହେଲେ ଜଣେ ମା ଏଇଭଳି ଭାବରେ ଆଜ୍ଞା ନ ହେଲେ ଏ ପୁଅ ଶୁଣୁ ପରେ ଶୁଣୁ ଯୋଉ ରହିଲେ ସେଟା ରହିଲେ ଶାଶୁ ମା ଶାଶୁ ଗୋଟେ ମା ନୁହଁ କି ସାରେ କହିପାରିଲେନି 9 ଜଣ ମା ମାନଙ୍କ ମଧ୍ୟରେ 3 ଜଣ ମା ରହିଲେ ମୁଖ୍ୟ ଜଣେ ହେଲେ ଗୋମାତା ଜଣେ ହେଲେ ବସୁମାତା ଆଉ ଜଣେ ହେଲେ ଗର୍ଭଧାରିଣୀ ଜନ୍ମଦାତ୍ରୀ ମାତା ଏ କଳି ଯୁଗରେ ନାଇଁ ବେଶ ये 3 ମାଙ୍କ ନୟନରୁ ଶ୍ରାବଣୀର ଧାରା ବର୍ଷିବାରେ ଲାଗିଛି ଅବାରିତ ଭାବରେ ଶ୍ରାବଣୀର ଧାରା ବର୍ଷିବାରେ ଲାଗିଛି କେତେ ଦିନ ପର୍ଯ୍ୟନ୍ତ ଏ ମା 3 ମାଙ୍କ ନୟନରୁ ଶ୍ରାବଣୀର ଧାରା ବର୍ଷି ଚାଲିଥିବ ଏ ଆର୍ଯ୍ୟାବର୍ତ୍ତ ମାନବ ସମାଜ କେବେ ହେଲେ ଶାନ୍ତିରେ ରହିପାରିବନି ଏ କଳିହତ ମାନବ ପିତା ମାତାଙ୍କୁ ଉପଯୁକ୍ତ ସମ୍ମାନ ଦେଇପାରୁନାହିଁ ଦେଉଛି ପ୍ରକୃତି କବି କଣ କହିଲେ ରଙ୍ଗା ଜୀବ ଗଙ୍ଗାଧର ମେହେର କୁହନ୍ତି କଣ କହିଲେ ପିତା ମାତାଙ୍କଠୁ ବଡ଼ ଦେବତା କେ ଆଜି ସରଗରାଇ ଦେ ନାହିଁ
ପିତା ମାତାଙ୍କଠୁ ବଡ଼ ଦେବତା କେ ସ୍ୱର୍ଗ ରାଇଜେ ନାହିଁ। ବାପ ମା ହେଲେ ଦେବତା। ଦେବତା ଦେବତା ଆମେ କାହାକୁ କହିବା? କାହାକୁ କହିବା? ଯିଏ ଦେଇ କରି ବତାନ୍ତି ସିଏ ହେଲେ ଦେବତା। ଦେବତା ଦେଇ କରି ବତଉଛନ୍ତି କିଏ ସେ? ନା ବାପ ମା। ବାପ ମା ସର୍ବପ୍ରଥମେ ମା କଥା କହିବା ଶିଖେଇଲା। ବାପା ହାତ ଧରି ବାଟ ଚଲେଇବା ଶିଖେଇଲା। ହଁ ଖାଲି କଣ ବାପ ମା ଦେବତା? ଆଉ କିଏ? ଆଉ ଦେବତା କିଏ? ଆଉ ଜଣେ ଅଛନ୍ତି ଅତି ବଡ଼ି ଜଗନ୍ନାଥ। କଣ କହିଲେ? ଓଡ଼ିଆ ଭାଗବତରେ ବେଶ ଲବାକ୍ଷରୀ ଛନ୍ଦ ସୁନ୍ଦର ପଦ ନିର୍ଦ୍ଦେଶ ଦେଲେ। କଣ କହିଲେ? ହେଲେ ଗୁରୁ ବ୍ରାହ୍ମଣ ପିତା ମାତା ଏମାନେ ମର୍ତ୍ତ୍ୟର ଦେବତା। ଏମାନେ ମର୍ତ୍ତ୍ୟର ଦେବତା। ଏମାନେ ମର୍ତ୍ତ୍ୟର ଦେବତା। ଆଜ୍ଞା ଅତି ବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ କହିଲେ କହିଲେ ଗୁରୁ ବ୍ରାହ୍ମଣ ପିତା ମାତା ଏମାନେ ମର୍ତ୍ତ୍ୟର ଦେବତା। ଆଜ୍ଞା ଇଏ ଚାରି ହେଲେ ମର୍ତ୍ତ୍ୟର ଦେବତା। ଚାରି ବ୍ରାହ୍ମଣ କେମିତି ଦେବତା? କେମିତି? ବ୍ରାହ୍ମଣ ଅଟନ୍ତି ପରା ହେ ମରତ ଦେବତା। ମରତ ଦେବତା ବଲା ମରତ ଦେବତା। ସକଳ ଦେବା ଦେବୀଙ୍କ ପବିତ୍ର କରତା ହେ ପବିତ୍ର କରତା। କରତା ବଲା ପବିତ୍ର କରତା হে ପବିତ୍ର କରତା। ଧନ ଆଜ୍ଞା ବାପ ମା ହେଲେ ଦେବତା। ଦେବତା ଏ କଳିହତ ଯୁବପିଢ଼ି ସମାଜ ପିତା ମାତାଙ୍କୁ ଉପଯୁକ୍ତ ସମ୍ମାନ ଦେଉନାହାନ୍ତି। ନା ନା ନାଇଁ ହଁ କଣ କରୁଛନ୍ତି? କଣ କଲେ? କହିଲା ଏ ଖାଇବା ଦେବତା ଏ ମାଗୁଛି ତାକୁ ମିଳଇ ନାହିଁ। କେଉଁ ଦେବତାକୁ ପୂଜୁଛୁ ଘଣ୍ଟି ଘଣ୍ଟ ବଜାରେ। আরে ঘন্টে বজায় রে ঘন্টে বজায় ঘন্টে বজায় ঘট বজায় রে ঘট বজায় ঘট বজায়। ମଧୁସୂଦନ ଦାସ କହିଲେ ଧନରେ କହିଲେ ଖାଇବା ଦେବତା ମାଗୁଛି ତାକୁ ମିଳଇ ନାହିଁ। ନାହିଁ ବାପ ମା ବୃଦ୍ଧ ହେଇଗଲେ ବୁଦ୍ଧ ହେଇଗଲେ। କହିଲେ ଧନରେ ଓ ଠିକ ସେ ଆଧାର ଲିଙ୍କ ହେଇପାରୁନି। ନା ଖାଦ୍ୟ ରୁଚୁ ନାହିଁ। ହେଉନି। ଟିକେ ସେଉ କିମ୍ବା କୋଳି ଦିଟା ଆଣିଲେ ମୁଁ ଖାଆନ୍ତିନି। ହଁ ପୁଅ କଣ କହୁଛି? ରେଟ୍ ବଢି ଯାଇଛି। ତମ ବାପ ଦେହରେ କିଏ ଖାଇଥିଲା? ଖାଇଥିଲା ରେଟ୍ ବଢି ଯାଇଛି ବଜାରରେ। ତେଣୁ ଖାଇବା ଦେବତା ମାଗୁଛି ତାକୁ ମିଳଇ ନାହିଁ। କେଉଁ ଦେବତାକୁ ପୂଜୁଛୁ ଘଣ୍ଟି ଘଣ୍ଟ ବଜାଇ। ଆରେ ମନ୍ଦିରରେ ଯାଇ କେଉଁ ଦେବତାକୁ କେଉଁ ଦେବତାକୁ ପୂଜା କରୁଛୁ? ନାଇଁ ହଁ କହିଲା ମଧୁ ଶର୍କର ଆଜି ଦେଇନ କିଏ ପାଷାଣ ଶିରେ। ଆଏରେ କିଏ ପାଷାଣ ଶିରେ। ମଧୁ ଶର୍କର ଆଜି ଦେଇନ କିଏ ପାଷାଣ ଶିରେ। କିଏ ପାଷାଣ ଶିରେ। ବାପା ବାପା ବୋଲି ଡାକିଲେ କଥା କହେ କି ଥରେ। কথা কহে কে থরে। ଶ୍ୟାମବାବୁ ଆଜ୍ଞା ଯେତେ ମହୁ ଛେନା ସାକର ନଡ଼ିଆ କଦଳୀ ଇତ୍ୟାଦି ଦେଇକରି ମନ୍ଦିରକୁ ଯିବ। ଯିବା ମନ୍ଦିର ମଧ୍ୟରେ ପୂଜା ଅର୍ଚ୍ଚନା ଭୋଗ ସବୁ କରିବ। ବେଶ କରିସାରିବା ପରେ ହଁ ମାନେ ବେଶ ସେ ମନ୍ଦିର ମଧ୍ୟରେ ହଁ ସେ କାଷ୍ଠ ମୂର୍ତ୍ତି ହୁଅନ୍ତୁ ବାସ୍। କିମ୍ବା ପ୍ରସ୍ତର ମୂର୍ତ୍ତି ହୁଅନ୍ତୁ ଯାହା ହଉ ସେ ମନ୍ଦିର ମଧ୍ୟରେ ବଡ ପାଟିରେ ବାପା ବାପା ବୋଲି ଡାକିବ। ହଁ ଠାକୁର ଓ କରିବେ ও করিবে କରିବେ କରୁଛନ୍ତି। বাপা 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 ডাকিলে সে ও করিবে এইটা নিশ্চয়। ହଁ হ হ କବିକୁ ସେ ଢଳିଆ বেশ নাই আজ্ঞা এটা কহুছে আজ্ঞা ବାପା হলো
ତା ମାନେ ମୁଁ କହୁନାହିଁ ଆପଣ ମନ୍ଦିର ମସ୍ଜିଦ ଯାଆନ୍ତୁ ନାହିଁ ବୋଲି ନା ସର୍ବପ୍ରଥମେ ପିତା ମାତାଙ୍କୁ ଭକ୍ତି ପୂଜା କରନ୍ତୁ ବାସ୍ ତାପରେ ମନ୍ଦିର ଯାଆନ୍ତୁ ମନ୍ଦିର ଯାଆନ୍ତୁ କିନ୍ତୁ ଆଜିର କଳିହତ ମାନବ କଣ କରୁଛି କଣ କଲେ ବାପା ମାଙ୍କୁ କି ସମ୍ମାନ ଦେଉଛି କି ସମ୍ମାନ ନାଇଁ ହଁ ପିତା ମାତାଙ୍କୁ କଣ କରୁଛନ୍ତି କଣ କଲେ ଜୀବନ୍ତ ବାପକୁ ଠେଙ୍ଗା ପ୍ରହାର ঠেঙ্গা প্রহার ঠেঙ্গা প্রহার মলা পরে নিয় স্বর্গ দ্বার সে স্বর্গ দ্বার আরে সে স্বর্গ দ্বার রে সে স্বর্গ দ্বার সে স্বর্গ দ্বার বাপা যেতেবেলে বঞ্চি করি অছি বেশ বাপ মাଙ୍କୁ মুঠাଟେ ଖାଇବାକୁ ଦେଇ ପାରୁନି না ମାଡ଼ ଦଉଛେ ତାଙ୍କୁ ନା ନାଇଁ ବେଶ ଯେତେବେଳେ ବାପ ମରି ଯାଉଛି ମୋ ବାପା କେମିତି ବୈକୁଣ୍ଠକୁ ପଳେଇଯିବ ଭାବିକି ସ୍ୱର୍ଗ ଦ୍ୱାର ନେଇକରି ଚାଲି ଯାଉଛି ଖାଲି ସେତିକି ନୁହଁ ଆଉ କଣ ଜୀବନ୍ତ ବାପକୁ ଏ ମାରନ୍ତି ନାଥ ମାରନ୍ତି ନାଥ ଆରେ ମାରନ୍ତି ନାଥ ରେ ମାରନ୍ତି ନାଥ ମାରନ୍ତି ନାଥ ମଲା ପରେ ଥାଳି କି ଭାତ ଥାଳି କି ଭାତ ଛାଡ଼େ କେ ଭାତ ରେ ଛାଡ଼େ କେ ଭାତ ଛାଡ଼େ କେ ଭାତ ବଞ୍ଚିଥିବା ଅବସ୍ଥାରେ ମୁଠାଟେ ଖାଇବାକୁ ଦେଇନଥିବା ନା ଯେତେବେଳେ ବାପା ଚାଲିଯିବ ବାରିଆଡେ ଲିପା ପୋଛା କରି ଥାଳି ଥାଳିକି ଭାତ କୁଢେଇ ଦେବା ଖା ଖା ଖାଲି ସେତିକି ନୁହଁ ଆଉ କଣ ଜୀବନ କାଳ ମଧ୍ୟରେ ବାପାକୁ ବାପ ଡାକିବା ପାଇଁ କୁଣ୍ଠାବୋଧ କରୁଥିବ ବେଶ କିନ୍ତୁ ମଲା ପରେ ଯଦି କୁକୁର ଆସି ଭାତ ନ ଖାଇଲା କୁକୁରକୁ ବାପ ବୋଲି ସମ୍ବୋଧନ କରି ସାଉଳି ଦିଅ ତାକୁ ଡାକିବା ବାପା ଆସ ଖାଇବ ବାପା ଆସ ଗୋଟେ ଖାଇ ସେତିକି ନୁହଁ ଆଉ କଣ ଜୀବନ୍ତ ବାପର ମୁଣ୍ଡରେ ଠେଙ୍ଗା ମୁଣ୍ଡରେ ଠେଙ୍ଗା ଜୀବନ୍ତ ବାପାର ମୁଣ୍ଡରେ ଠେଙ୍ଗା ମୁଣ୍ଡରେ ଠେଙ୍ଗା ମଲା ପରେ ହାଡ଼ ପକାନ୍ତି ଗଙ୍ଗା ପକାତେ ଗଙ୍ଗା ଆରେ ପକାତେ ଗଙ୍ଗା ରେ ପକାତେ ଗଙ୍ଗା ପକାତେ ଗଙ୍ଗା আরে পকাতে গঙ্গা রে পকাতে গঙ্গা পকাতে গঙ্গা জীবন কাଳ ମଧ୍ୟରେ ବାପକୁ ସମ୍ମାନ ଦେଇନଥିବ ନା ଯେତେବେଳେ ବାପା ଚାଲିଯିବ ବେଶ ତା ଅସ୍ଥିକି ନେଇକି ଗଙ୍ଗାରେ ବିସର୍ଜନ କର ଇଏ ହଉଛି ଆଜିକାଲି ଆମର ସଭ୍ୟତା ଆମର ସଂସ୍କୃତି ଆମର ଦର୍ଶନ ଶାସ୍ତ୍ର ବେଶ ନାଇଁ ବାପା ବୋଲୁ ମନୁଷ୍ୟ ଜନ୍ମଟା ହେଲା ସାର ଜନ୍ମ ସାର ସାର ସେ କଥା ମୁଁ କହୁନି ଆପଣ କହିଲେ ସାର ମନୁଷ୍ୟ ଜନ୍ମଟା ସାର ବୋଲି ମୁଁ କହୁନି ଆଉ କିଏ ଆପଣଙ୍କର ପ୍ରତି ଘରେ ଘରେ ପ୍ରଚଳିତ ଅତି ବଡି ଜଗନ୍ନାଥ ଦାସ କଣ କହିଲେ ଓଡିଆ ଭାଗବତରେ କହିଲେ କହିଲେ କଣ କହିଲେ ଅନେକ ଜନ୍ମ ତପ ଫଳେ মানব জন্ম মহিতরে মানব জন্ম মহিতরে কলে গোটিয়ে পরে গোটিয়ে 84 লক্ষ জনী ভ্রমণ করে সারিবা পরে হেলা হেলা এ জীব তার কর্ম ফল হেতুরু তার ধর্ম ফল হেতুরু বেশ পরিশেষরে মনুষ্য হই জন্ম হুয়ে রে
জীব মনুষ্য জন্মটা পাইবা পূর্বরু 84 লক্ষ যোনি ভ্রমণ করে বেশ অর্থাৎ কহিবার তাৎপর্য এ মনুষ্য জন্মটা আমি পাইবা পূর্বরু বেশ ଆଉ କେଉଁ ସବୁ ଜନ୍ମ ଆମେ ପାଇଥିଲେ ନାଇଁ ଆଜ୍ଞା ଏ ଜୀବ ମନୁଷ୍ୟ ଜନ୍ମ ପାଇବା ପୂର୍ବରୁ ଯୋଉ 84 ଲକ୍ଷ ଯୋନି ଭ୍ରମଣ କରିଥିଲେ ବେଶ ତାହେଲେ କେଉଁ କେଉଁ ସବୁ ଜନ୍ମ ପାଇଥିଲେ କୋଉ ଜନ୍ମ ସେଥିଲାଗି କଲମ କଲେ କିଏ ସେ କିଏ କଲେ ନା ସନ୍ଥ ତୁଳସୀ ଦାସ କଣ କଲେ କଲ ରାମଚରିତ ମାନସରେ ମାନସ ଏ ମନୁଷ୍ୟ ଜନ୍ମଟା ପାଇବା ପୂର୍ବରୁ ଆମେ କେଉଁ ସବୁ ଜନ୍ମ ପାଇଥିଲେ ନାଇଁ ଅଲେ 20 ଲାଖ ତବ ତାବର ଜାନମ ସେ ରାମ ଜୟ ରାମ 20 ଲାଖ ତବ ତାବର ଜାନମ ସେ ରାମ ଜୟ ରାମ 9 ଲାଖ ତବ ଜଳ ଚରମିନଂ ସେ ରାମ ଜୟ ରାମ 11 ଲାଖ କର କୁନି ଗନ ଗାଏ ସେ ରାମ ଜୟ ରାମ 10 ଲାଖ ପତି ଗନ ବତାଏ ସେ ରାମ ଜୟ ରାମ 20 ଲାଖ ପଶୁ ଗନ ଜନ ଭାଇ ସେ ରାମ ଜୟ ରାମ 4 ଲାଖ ବାନର ସୁଖ ଦାଇ ସେ ରାମ ଜୟ ରାମ ସନ୍ଥ ତୁଳସୀ ଦାସ କହିଲେ କଣ କହିଲେ ଏ ମନୁଷ୍ୟ ଜନ୍ମଟା ଆମେ ପାଇବା ପୂର୍ବରୁ ବେଶ କେଉଁ ସବୁ ଜନ୍ମ ପାଇଥିଲେ କହିଲେ 20 ଲାଖ ତବ ସ୍ଥାବର ଜାନ ବେଶ ଶ୍ୟାମବାବୁ ଆଜ୍ଞା 20 ବୋଲନ୍ତେ 20 ଆଜ୍ଞା ସର୍ବପ୍ରଥମେ 20 ଲକ୍ଷ ବର୍ଷ ପାଇଲେ ଆମେ ସ୍ଥାବର ଅର୍ଥାତ ବୃକ୍ଷ ଜନ୍ମ ବୃକ୍ଷ ଜନ୍ମ କହିଲେ 20 ଲାଖ ତବ ସ୍ଥାବର ଜାନ ହଁ ହଁ 9 ଲାଖ ତବ ଜଳଚର ମିନଂ ହଁ 9 ଲକ୍ଷ ବର୍ଷ ପାଇଲେ ଜଳଚର ପ୍ରାଣୀ ଜଳ ମାଛ କଙ୍କଡା କଇଛ ଇତ୍ୟାଦି ହଁ ତାହେଲେ ଇଏ 20 ଇଏ ହେଲା 9 କେତେ ହେଲା 29 ହେଲା 11 ଲାଖ କର କୃମିଗଣ ଗାଏ ହଁ 11 ଲକ୍ଷ ବର୍ଷ ପାଇଲେ କୃମି ଜନ୍ମ ଅର୍ଥାତ ଛୋଟ ଛୋଟ ପୋକ ଜନ୍ମ ପୋକ ତାହେଲେ 29 11 40 କଣ ଇଂଲିଶ କହୁଛ ତ ବାପା ଆଜ୍ଞା ଆମର ମାତୃଭାଷା ହେଲା ଓଡ଼ିଆ ଓଡ଼ିଆ ତମେ କଣ ଇଂଲିଶ କହିଲଣି ଇଂଲିଶ ପିଲା ହେଲା ମାତୃଭୂମି ମାତୃଭାଷାର ମମତା ଦାରୁ ସେ ଜନମି ନାହିଁ ଦାରୁ ସେ ଜନମି ନାହିଁ ଆରେ ବଲା ଦାରୁ ସେ ଜନମି ନାହିଁ ମାତୃଭୂମି ମାତୃଭାଷାର ମମତା ଦାରୁ ସେ ଜନମି ନାହିଁ ଦାରୁ ସେ ଜନମି ନାହିଁ ଆରେ ଭଲା ଦାରୁ ସେ ଜନମି ନାହିଁ ତାକୁ ଯଦି ଜ୍ଞାନ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ଅଜ୍ଞାନୀ ରହିବେ କାହିଁ ଆରେ ଭଲା ଅଜ୍ଞାନୀ ରହିବେ କାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ଅଜ୍ଞାନ ରହିବେ କାହିଁ ଆରେ ଭଲା ଅଜ୍ଞାନ ରହିବେ କାହିଁ ମାତୃଭୂମି ଆଉ ମାତୃଭାଷାର ଭାଷା ଯାହା ହୃଦୟରେ ଜନ୍ମ ହୋଇନି ଆଜ୍ଞା ତାକୁ ଜ୍ଞାନୀ ବୋଲି କହିବେ ନାଇଁ ଆମର ମାତୃଭାଷା ହେଲା ଓଡ଼ିଆ ନା ନାଇଁ ଆପଣଙ୍କ ହୃଦୟ ଜନ୍ମ ଅଛି ଆମ ହୃଦୟରେ ହେଇନି ନାଇଁ ହେଲା ଉଚ୍ଚ ହେବା ପାଇଁ ଯେବେ ତୁ ମୋ ଆଶା କର ଆଗ ନିଜ ମାତୃଭାଷା ଉଚ୍ଚ କର ଆଗ ନିଜ ମାତୃଭାଷା ଉଚ୍ଚ କର ଆଗ ନିଜ ମାତୃଭାଷା ଉଚ୍ଚ ହେବା ପାଇଁ ଯେବେ ତୁମ ଆଶା ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା ନାଇଁ ଟିଭିରେ ପିଲାମାନେ ଗାଉନାହାନ୍ତି ହଁ କଣ କହିଲେ କେଡ଼େ ସୁନ୍ଦର ରଇ ତମର କେଡ଼େ ମିଠା ଭାଷା ଓଡ଼ିଶା 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 ଆମର ଭାଷା ହେଲା ଓଡ଼ିଆ ଓଡ଼ିଶା କେତେ ସେ ବଢିଆ ହଁ ନାଇଁ ଆମେ ଓଡ଼ିଆ କେତେ ବଢିଆ ଆମେ ନୟାଗଡ଼ିଆ ଆମେ କେତେ ବଢିଆ ହଁ ନାଇଁ ଆଉ ତେଣୁ ମାତୃଭାଷା ହେଲା ଆମର ଓଡ଼ିଆ ଓଡ଼ିଆ ମାତୃଭାଷା ଓଡ଼ିଆକୁ ସମ୍ମାନ ଦିଅ ନାଇଁ ହଁ ବାପା 20 ଲକ୍ଷ ବର୍ଷ ପାଇଲା ବୃକ୍ଷ ଜନ୍ମ ବୃକ୍ଷ ନାଇଁ ହଁ 9 ବର୍ଷ ପାଇଲା ଜଳଚର ପ୍ରାଣୀ 11 ଲକ୍ଷ ବର୍ଷ ପାଇଲା କୃମି ଜନ୍ମ 40 ହଁ 10 ଲାଖ ପକ୍ଷୀ ଗଣ ବତାଏ 10 ଲକ୍ଷ ବର୍ଷ ପାଇଲା ପକ୍ଷୀ ଜନ୍ମ 40 10 50 300 ଲାଖ ପଶୁ ଗଣ ଦାନ ଭାଇ 30 ଲକ୍ଷ ବର୍ଷ ପାଇଲା ପଶୁ ଜନ୍ମ ତାହେଲେ 50 30 80 4 ଲାଖ ବାନର ସୁଖ ଦାଇ 4 ଲକ୍ଷ ବର୍ଷ ପାଇଲା ବାନର ମର୍କଟ ଜନ୍ମ ସେଥିଲାଗି କୁହନ୍ତି ମନୁଷ୍ୟର ପୂର୍ବ ଜନ୍ମଟା ମାଙ୍କଡ ନାଇଁ
ଆଜ୍ଞା এইଭଳି ଭାବରେ 84 ଲକ୍ଷ ଜଣ ଭ୍ରମଣ କରିସାରିବା ପରେ ଏ ଜୀବ ପରିଶେଷରେ ମନୁଷ୍ୟ ହୋଇ ଜନ୍ମ ହେଲା ନା ନାଇଁ ତାହେଲେ ମନୁଷ୍ୟ ଜନ୍ମଟା ସାର ଜନ୍ମ ବୋଲି କେବଳ କଣ ଅତି ବଡି ଜଗନ୍ନାଥ ଦାସ କହିଲେ ଆଉ ତାହେଲେ କିଏ କହିଲେ ଆମେ ମାନିବା ତାହେଲେ କିଏ କହିଲେ ତାହେଲେ ଆଉ ଜଣେ କବି ଆସିଲେ ଆଉ ଗୋଟେ କବି ଆସିଲେ କିଏ ହେଲେ କିଏ ସେ କିଏ ନା ଅଭିରାମ ପରମହଂସ କଣ କହିଲେ କରମଳା ମଠ ମହନ୍ତ କଣ କହିଲେ ବେଶ ମନୁଷ୍ୟ ଜନ୍ମଟା ହେଲା ସାର ଜନ୍ମ ସାର ହେଲା ମାନବ ଜନ୍ମ ଅଟେ ଏ ସାରରେ ମାନବ ଜନ୍ମ ଅଟେ ସାର ମାନବ ଜନ୍ମ ଅଟେ ସାରରେ ପାଇବର ମାନବ ଜନ୍ମ ଅଟେ ସାର ମାନବ ଜନ୍ମ ଅଟେ ସାରରେ ପାଇବର ମାନବ ଜନ୍ମ ଅଟେ ସାର ଆଉ ମାନବ ଜନ୍ମ ଅଟେ ସାରରେ ପାଇବର ମାନବ ଜନ୍ମ ଅଟେ ସାର ଆଉ କି ମତେ ଜନ୍ମିନ ଦେଖିବୁ ଖେଳ ଖବର ଦେଖେ ଖେଳ ଖବର ଜନ୍ମ ଅଟେ ସାରରେ ପାଇବର ମାନବ ଜନ୍ମ ଅଟେ ସାର ତେଣୁ ଅବଧ ମନକୁ ଏକ ପୁରୁଷ କଲାରେ ଚଗଲିଆ ମନ ଏ ମାନବ ଜନ୍ମଟା ହେଉଛି ସାର ଜନ୍ମ ସାର ତୁ କଣ ମନ ମଧ୍ୟରେ ଚିନ୍ତା କରିଛୁ ଏ ଜୀବନଟା ଯେତେବେଳେ ଚାଲିଯିବ ଯିବ ପୁନଃ ଆଉ ମନୁଷ୍ୟ ଜନ୍ମ ପାଇବୁ ବୋଲି କିଛି ଗୋଟେ ନିଶ୍ଚିତ ଅଛି ଗ୍ୟାରେଣ୍ଟି ନାହିଁ ଯେ ତୋ କର୍ମ ଅନୁସାରେ ତୁ ଫଳ ପାଇବୁ ନା କର୍ମ କରିଲେ ଫଳ ପାଇ ନିଶ୍ଚୟ ଜାଣିଟା ଅବଶ୍ୟ ଭୁଞ୍ଜଇ ତୁ କର୍ମ କରିବୁ ନାନା ମତେ ଫଳିବ କର୍ମର ଆୟ କର୍ମକୁ କରି ଆଗୁ ସାର ତମ ଜନକ ବ୍ୟବହାର ତୁ ଏମିତି କର୍ମ କରିବୁ ହୁଏତ କୀଟ ଜନ୍ମ ପାଇପାରିବୁ ନା ନାଇଁ ସେତିକି ନୁହଁ ଆଉ କଣ ଆରେ ବ୍ରହ୍ମର ଇଠି ମୁଖର ଗୁରୁ ଦେବୀ ଗୁରୁଧର ଗୋରୁ ସେବେ ଗୋରୁ ଧର ଗୋରୁ ସେବେ ଗୋରୁ ଧର ଗୁରୁଧର ଆଉ ଗୋରୁ ସେବେ ଗୋରୁ ଧର ଗୋରୁ ସେବେ ଗୋରୁ ଧର ଜଗତରେ ନାମ ବ୍ରହ୍ମ ସାର ଆଉ ଜଗତରେ ବ୍ରହ୍ମ ନାମ ସାର ଜଗତରେ ନାମ ବ୍ରହ୍ମ ସାର ଆଉ ଜଗତରେ ରାମ ବ୍ରହ୍ମ ସାର ପରବଠାରେ ବ୍ରହ୍ମ ଆରେ ବାଇ ପାମର ଆରେ ଭାଇ ପାମର ଆଏ ବାଏ ପାମର ପରବଠାରେ ବ୍ରହ୍ମ ଆରେ ବାଇ ପାମର ସରବଟାରେ ବ୍ରହ୍ମ ଆରେ ବାଏ ପାମର ତତକୁ ଜାଣିଲେ ଟୁଟି ଜୀବଟି ସନ୍ଦେହ ମାନବ ଜନ୍ମ ଗୋଟେ ସାରରେ ବାଏ ବର ମାନବ ଜନ୍ମ ହଟେ ସାର ମାନବ ଜନ୍ମ ହଟେ ସାରରେ ବାଏ ବର ମାନବ ଜନ୍ମ ହଟେ ସାର ବୀରବର ମୋର ବିଦୁଷ ପ୍ରବର ଶୁଣିବେ ଦେଇ ଶ୍ରବଣ ସାରରେ ବାଏ ବର ମାନବ ଜନ୍ମ ହଟେ ସାର ବୀରବର ମୋର ବିଦୁଷ ପ୍ରବର ଶୁଣିବେ ଦେଇ ଶ୍ରବଣ ମାନବ ଜନ୍ମ ହଟେ ସାର କିଛି ନ୍ୟାୟମାନ ହେବ ଆଲୋଚନ ଆଉ ମାନବ ଜନ୍ମ ହଟେ ସାର ବସି କରି ଶୁଣିବେ ମୋର ସୁବୁଧି ସୁଧନ ଆଉ ମାନବ ଜନ୍ମ ହଟେ ସାର ଛୁଟି ମାନ ମୋର କରିବେ ମାର୍ଜନ ଆଉ ମାନବ ଜନ୍ମ ହଟେ ସାର ମନରେ ଭାବିବେ ପରା ହେ ତୁମ୍ଭରି ନନ୍ଦନ ଆଉ ମାନବ ଜନ୍ମ ହଟେ ସାରରେ କୃଷ୍ଣ ଦୀନ ବନ୍ଧୁ ହେ ନବ ଜଳ ଧର ଆଉ ମାନବ ଜନ୍ମ ହଟେ ସାର ହେ କରୁଣା ସାଗର ଆଉ ମାନବ ଜନ୍ମ ହଟେ ସାର ଦିନେ ଯମୁନାରେ ହୋଇଲ ତୋରାଇ ଆଉ ମାନବ ଜନ୍ମ ହଟେ ସାର ବହିବାରୁ ବୋলাই ଭାବ ଗାଇ ଆଉ ମାନବ ଜନ୍ମ ହଟେ ସାର ଦିନ ଜନ ବନ୍ଧୁ ଜାଣୁ ହେ ରାମ ଦିନ ବନ୍ଧୁ ଆଉ ମାନବ ଜନ୍ମ ହଟେ ସାର ସାଗର ଜାଣୁ ହେ ନାମ କୃପା ସିନ୍ଧୁ ଆଉ ମାନବ ଜନ୍ମ ହଟେ ସାର ଦୈତ୍ୟଙ୍କ କରି
ଆଉ ମାନବ ଜନ୍ମ ହଟେ ମୁରାସୁରକୁ ବଧିନ ନାମଟି ମୁରାରୀ ଆଲୋ ରାଇ ଲୋ ରାଇ ଆଲୋ ରାଇ ଲୋ ରାଇ ଯମୁନା କୂଳକୁ ଟିକେ ଯାଉଛି ବୁଝାଇ ଆଲୋ ରାଇ ଲୋ ରାଇ ଆଲୋ ରାଇ ଲୋ ରାଇ ଯମୁନା କୂଳକୁ ଟିକେ ଯାଉଛି ବୁଝାଇ ଆଲୋ ରାଇ ଲୋ ରାଇ କାଳେ ସେ ପରା ଜଗିଛି ବସି ନନ୍ଦ ରାଜାର ଟିକେ ପିଲାଟି କାଳେ ସେ ବସି ଜଗିଛି ବସି ନନ୍ଦ ରାଜାର ଟିକେ ପିଲାଟି ତାର ବାଗ ବାୟସ ତ ନାହିଁ